ଆଜି ଏମିତି କଣ ହେଲା ଯେ ସମସ୍ତଙ୍କ ଚିକେନ ପକୋଡା ଖାଇବାକୁ ଇଚ୍ଛା ହେଲା। ଆମେ ତ ରୁମରେ ରହୁ 6 ଜଣ। ହେ ଗାଇସ୍, ମୁଁ ଅଭିଷେକ ଚେନ୍ନାଇରେ କାମ କରେ। 365 ଦିନ ଚ୍ୟାଲେଞ୍ଜ ବ୍ଲଗର ଆଜି ହେଲା ଡେ 41। କଥା କଣ କି ଆଜି ଥିଲା ସଣ୍ଡେ, ହେଲେ ଆଜି ସବୁ ରୁମରେ ଏକାଠି। ବାକି ଦିନରେ କାହାର କୋଉ ସିଫ୍ଟ, କାହାର ନାଇଟ୍ ସିଫ୍ଟ ତ କାହାର ଡେ ସିଫ୍ଟ, କାହାର ଡେ ସିଫ୍ଟ ତ କାହାର ନାଇଟ୍ ସିଫ୍ଟ। ଦିନ କେମିତି ଯାଏ ଜଣା ହିଁ ପଡେନି। ଆମ ରୁମରେ ଟୋଟାଲ ଉପରେ 6 ଜଣ ରହୁ। ସମସ୍ତଙ୍କ ଫରମାଇଶରେ ଚିକେନ ପକୋଡା ହବ ବୋଲି ପ୍ଲାନିଂ ହେଲା। ମତେ ଫାଇନାଲି ବନେଇଦେଲେ ରୋଷିଆ। ମୁଁ ଡେରି ନକରି ପଳେଇଲି ମାର୍କେଟ। ଚିକେନ ଭଲ ଭାବରେ ଚିକେନକୁ ଆଣିକି ଭଲ ଭାବରେ ଧୋଇକି ଅଦା ରସୁଣ ପେଷ୍ଟ, ଗରମ ମସଲା, ଚିକେନ ମସଲା, ଅଣ୍ଡା 2ଟି ଭାଙ୍ଗିକି ଦେନ୍ କ୍ରିସ୍ପି ହବା ପାଇଁ ଚାଉଳ ଗୁଣ୍ଡ ପକେଇକି ଦେନ୍ ଟିକେ କର୍ନଫ୍ଲାୱାର ପକେଇକି ତାକୁ ମ୍ୟାରିନେଟ୍ ହବା ପାଇଁ ଛାଡ଼ିଦେଲି। 2 hours later. କଢେଇ ବସେଇକି ପ୍ରଥମେ ଭେସୁଙ୍ଗା ପତ୍ରକୁ ଛାଣିଦେଲି, କାହିଁକିନା ସ୍ମେଲ ହବ ପରା। ଦେନ୍ ମ୍ୟାରିନେଟ୍ ହେଇକି ରଖାହେଇଥିବା ଚିକେନକୁ ଛାଣିବାକୁ ଲାଗିଲି। ଗୋଟେ ହଉ ହେଲା କି ନାଇଁ ତାପରେ ମୁଁ ଖାଇବାକୁ ଲାଗିଲି। ତା ଟେଷ୍ଟ କରିବାକୁ ପଡିବ କି ନାଇଁ, ମୁଁ ରୋଷିଆ ପରା। ଛାଣୁ ଛାଣୁ ଏମିତି ସବୁ ସରିଗଲା। ଆଉ ଡେରି ନକରି ଦେନ୍ ଆମେ ବସି ପଡିଲୁ। ହାଲକେଇକି ଟିକେ ଚାଟ୍ ମସଲା, ଲେମ୍ବୁ ଚିପୁଡ଼ି ଦେଇକି ସାଇଡରେ ସୋୟା ସସ୍କୁ ଟମାଟୋ ସସ୍ ନେଇକି ବାଡେଇବାକୁ ଲାଗିଲୁ। ମାନେ ଚିକେନ ପକୋଡା ବା। ସାଙ୍ଗମାନେ ଆଜି ପାଇଁ ଏତିକି। ବ୍ଲଗଟି ଭଲ ଲାଗିଥିଲେ ସବସ୍କ୍ରାଇବ କରିବାକୁ ଜମାରୁ ଭୁଲିବନି। ରହିଲି, ଜୟ ଜଗନ୍ନାଥ।